ଚାକିରିଆଙ୍କ ପାଇଁ ବଡ଼ ଖବର। ଆପଣଙ୍କ ପିଏଫ୍ ଜମା ଉପରେ ସୁଧହାର ବଢ଼ିବ ନା କମିବ ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହେବାକୁ ଯାଉଛି। ଆସନ୍ତା ମାର୍ଚ୍ଚ 2 ତାରିଖରୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ସୁଧହାର କେତେ ରହିବ ସେ ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯିବ। କର୍ମଚାରୀଙ୍କ ଅବସରକାଳୀନ ପାଣ୍ଠି ବା ଇପିଏଫ୍ ଉପରେ ସୁଧହାରକୁ ନେଇ ସସ୍ପେନ୍ସ ଜାରି ରହିଛି। ଆସନ୍ତା ମାର୍ଚ୍ଚ 2 ତାରିଖରୁ ଇପିଏଫ୍ର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ ବା ସିବିଟିର 2 ଦିନିଆ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ 2025-26 ଆର୍ଥିକ ବର୍ଷ ପାଇଁ ସୁଧହାର ଘୋଷଣା କରାଯିବାର ସମ୍ଭାବନା ରହିଛି। ସିବିଟିର ନିଷ୍ପତ୍ତି ପରେ ଏହାକୁ ଅର୍ଥ ମନ୍ତ୍ରଣାଳୟ ପାଖକୁ ଅନୁମୋଦନ ପାଇଁ ପଠାଯିବ। ଅର୍ଥ ମନ୍ତ୍ରଣାଳୟର ସ୍ୱୀକୃତି ପରେ ହିଁ ନୂତନ ସୁଧହାର ଲାଗୁ ହେବ। ଗତ 2024-25 ଆର୍ଥିକ ବର୍ଷରେ ସରକାର ପିଏଫ୍ ସୁଧହାରକୁ 8.25% ରଖିଥିଲେ। ଯଦି ଆମେ ବିଗତ ବର୍ଷଗୁଡ଼ିକ ଉପରେ ନଜର ପକାଇବା ତେବେ 1989-90ରୁ 1999-2000 ମସିହା ପର୍ଯ୍ୟନ୍ତ ପିଏଫ୍ ଉପରେ ସବୁଠାରୁ ଅଧିକ 12% ସୁଧ ମିଳୁଥିଲା। କିନ୍ତୁ 2001 ପରଠାରୁ ଏଥିରେ କ୍ରମାଗତ ଭାବେ ହ୍ରାସ ଘଟିଛି। 2021-22 ଆର୍ଥିକ ବର୍ଷରେ ଏହା 4 ଦଶନ୍ଧିର ସବୁଠାରୁ ସର୍ବନିମ୍ନ ସ୍ତର 8.1%କୁ ଖସି ଆସିଥିଲା। ବର୍ତ୍ତମାନ ପିଏଫ୍ ଗ୍ରାହକଙ୍କ ନଜର ମାର୍ଚ୍ଚ 2 ତାରିଖର ବୈଠକ ଉପରେ ରହିଛି। ଦରଦାମ ବୃଦ୍ଧି ସମୟରେ ସରକାର ସୁଧହାର ବଢ଼ାଇ ଉପହାର ଦେଉଛନ୍ତି ନା ଏହା ପୂର୍ବ ଭଳି ସ୍ଥିର ରହୁଛି ତାରି ଉପରେ ସମସ୍ତଙ୍କର ନଜର। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ।